ସାଂସନ ହେଲା ସେଠି ଆମ ଆଡମିନିଷ୍ଟ୍ରେସନ ସେ ଯିଏ ଅଛନ୍ତି ତାଙ୍କୁ ଆମେ ପଚାରିଥିଲୁ କି ଆମର 22ଟା ବେଳେ ଆପଣ 2ଟା ଟ୍ୟୁବଲ କାହିଁକି ଦେଲେ ଆଉ ଅଧିକ କାହିଁ ଦେଲେନି। ତ ଆଡମିନିଷ୍ଟ୍ରେସନ ଯିଏ ସେଠି କହିଲେ କି ଆପଣଙ୍କର ଯେହେତୁ ମେଗା ପ୍ରୋଜେକ୍ଟଟା ଆପଣଙ୍କ ପଞ୍ଚାୟତରେ ଚାଲୁଛି ସେଥିପାଇଁ ଆମେ 2ଟା ଟ୍ୟୁବଲ ଦେଲୁ, ପାଖ ପଞ୍ଚାୟତକୁ 12 ଗୋଟି ଟ୍ୟୁବଲ ଦେଲୁ। ତ ଆପଣ ବି ସାର୍ କୋଉଠି ନା କୋଉଠି ଅନୁଭବ ବି କରୁଛନ୍ତି ମେଗା ପ୍ରୋଜେକ୍ଟ ଯୋଉ ହେଇଛି ସେଟା ଫ୍ଲପ୍ ଅଲମୋଷ୍ଟ। ତ 2 ଦିନ ପାଣି ଚାଲିଲା ବେଳୁ 8 ଦିନ ସେଟାକୁ ଲାଗୁଛି ତାକୁ ରିପେୟାରିଂ କରିବା ଲାଗି ଯୋଉଠି ଫାଟୁଛି। ଆଉ ଗୋଟେ ମୁଖ୍ୟ ସମସ୍ୟା ରହୁଛି କଣ, ଆମ ପଞ୍ଚାୟତରେ ଗୋଟେ ଟାଙ୍କି 2ଟି ପଞ୍ଚାୟତକୁ ପାଣି ଦେଉଛି। ପାଣି ଗୋଟେ ଆମ ପଞ୍ଚାୟତରେ ଗୋଟେ ଦିନ ଚାଲିଲା ବେଳକୁ ଅନ୍ୟ ପଞ୍ଚାୟତକୁ ଗୋଟେ ଦିନ ଚାଲିଛି। ତାପରେ ଏଠି ଜନସାଧାରଣ ମାନେ ବ୍ୟସ୍ତ ହଉଛନ୍ତି। ତ ଯଦି ବି ଆମର 22ଟା ୱାର୍ଡ ଅଛି, ଗୋଟେ ଟାଙ୍କି ସର୍ଟ ପଡୁଛି, ଆମକୁ ହିଁ ସର୍ଟ ପଡୁଛି, ଅଧଘଣ୍ଟା ଲେଖା ପାଣି ଚାଲିଲା ବେଳେ ପାଣି ସରିଯାଉଛି। ସେଠି ଆମେ ଆଉ ଗୋଟେ ପଞ୍ଚାୟତକୁ ଆମ ଇଏରୁ ପାଣି ଦଉଛୁ। ତ ପାଣିର ବହୁତ ସମସ୍ୟା ରହୁଛି। ତା ବାବଦରେ ଆପଣ ଟିକେ ଦେଖନ୍ତୁ, ଆପଣ ଏସଡିଓ ସାର୍ଙ୍କୁ ପଠାନ୍ତୁ, ମୁଁ ନିଜେ ସାର୍ଙ୍କ ସାଙ୍ଗରେ ଯିବି ବୁଲିବି। ଯୋଉଠି ନିହାତି ଟ୍ୟୁବଲ ରିକ୍ୱାର ଅଛି ଆମେ ମେନସନ କରିଛୁ 22ଟି ୱାର୍ଡରେ 22ଟି ଟ୍ୟୁବଲ ଦରକାର ଅଛି। ବଟ୍ ଆମକୁ ନିହାତି ଯୋଉଠି ଲାଗିବ ରିକ୍ୱାର ହବ ମ୍ୟାକ୍ସିମମ୍ ଆମେ ତାକୁ ସାଂସନ କରିପାରିବା। ତ ଆମେ ଏ ମେଗା ପାଣି ବି ଆମେ ସଫିସିଏଣ୍ଟ ଦେଇପାରୁନୁ, ଲୋକଙ୍କ ପାଖରେ ଠିକ ସେ ପାଣି ପହଞ୍ଚି ପାରୁନୁ। ତ ମ୍ୟାକ୍ସିମମ୍ ଯଦି ଆପଣ 8 କୋଟି ଟ୍ୟୁବଲ ଦଉଛନ୍ତି ଦିଅନ୍ତୁ, ନହେଲେ ଟୋଟାଲ ନ ଦିଅନ୍ତୁ। ଆଡଭାନ୍ସ ଯୋଉଗୁଡା ଆସିଥିଲା ମୁଁ ବୋଧେ ଏଜୁନି ଇଞ୍ଜିନିୟର ସାର୍ ଥିଲେ, ମୁଁ ତାଙ୍କୁ ଗୋଟେ ଲିଷ୍ଟ ଦେଇଥିଲି। ସେ ଲିଷ୍ଟର ଏପର୍ଯ୍ୟନ୍ତ ଅଛି କି ନାହିଁ ମୁଁ ବି ଜାଣିନି। ଆସିଲେ ଯୋଉଠି ନିହାତି ରିକ୍ୱାର, ଗୋଟେ ଗାଁ ଅଛି, ଗୋଟେ ପଡା ଅଛି, ତା ଭିତରେ ଗୋଟେ ବି ଟ୍ୟୁବଲ ନାହିଁ, ସେମିତି ଜାଗାରେ ଆମେ ନିହାତି ପାଣିଟେ ଦବା, କାରଣ ପିଇବା ପାଣି ନେବାକୁ ସେ ଦୂର ବାଟକୁ ଯାଉଛନ୍ତି। ତ ଏଇଭଳିଆ ଜାଗାକୁ ଆମେ ଗୋଟେ ପଡା ଆଙ୍କରି ଏମିତି ବହୁତ ପଏଣ୍ଟ ଅଛି ସାର୍। ମୁଁ କେତେ ପଏଣ୍ଟ ଆପଣଙ୍କୁ ଭଲ ଲାଗୁଛି ଏବଂ ବାଲେଶ୍ୱର ଗାଁ ଆପଣ ଲେଖିକି ଆପଣ ମତେ ସାଙ୍ଗରେ ନେଇକି ଯାଆନ୍ତୁ। ଆପଣ ମାନେ ଯାଉଛନ୍ତି, ଏଲ୍ଏନ୍ଟି ବାଲା ବି ଯାଉଛନ୍ତି, ସମସ୍ତେ କହୁଛନ୍ତି ନାଇଁ ଆମର ପାଣି ଯାଉଛି। ଲୋକଙ୍କୁ କହିବା କଥା, ଯେତେବେଳେ ଅଫିସର ମାନେ ଆସୁଛନ୍ତି ଆମର ପାଣି ଆସୁଛି, ଯେତେବେଳେ ସେମାନେ ପଳଉଛନ୍ତି ଆମର ପାଣି ଆସୁନି। ମୁଁ ବି ଆକ୍ଚୁଆଲି ବାସ୍ତବରେ ଜିନିଷ ଦେଖିବାକୁ ଚାହୁଁଛି, ଆକ୍ଚୁଆଲି ସେ ଜାଗାରେ ପ୍ରେଜେଣ୍ଟ ରହିବି କି ପାଣିଟା ଯାଉଛି କି ନ ଯାଉଛି। ଯଦି ନ ଯାଉଛି ତାର